କେବେ ଆଉ ବଞ୍ଚିବା, କେବେ ଆଉ ଜୀବନ ଜୀଇବା। ଜୀବନ ଜୀଇବା ପାଇଁ ଅନେକ ସଂଘର୍ଷ କରି ଯେତେବେଳେ ଜୀଇବାର ସମୟ ଆସେ ସେତେବେଳେ ଆଉ ଆମେ ଜୀଇ ପାରନ୍ତିନି, କାହିଁକି ନା ଆମ ପାଖରେ ନା ବୟସ ଥାଏ, ନା ଆମ ପାଖରେ ସମୟ ଥାଏ, ନା ଆମ ପାଖରେ ସେ ପରିସ୍ଥିତି ଥାଏ। ଦାୟିତ୍ୱର ବୋଝ ଭିତରେ ଆମେ ଖୁସି ସାଉଁଟିବାକୁ ଚେଷ୍ଟା କାହିଁକି କରୁନେ? ଦାୟିତ୍ୱର ବୋଝ ଭିତରେ ଆମେ ସବୁବେଳେ ପେଶୀ ହେଉଛେ କାହିଁକି? ଯଦି ଜୀବନ ତମାମ କେବଳ ସଂଘର୍ଷ, ମନ ଦୁଃଖ, ଦାୟିତ୍ୱ, ଟେନସନ୍ ଭିତରେ ରହିକିରି ଆମେ ଜୀବନକୁ ବିତେଇ ଦେବା, ତେବେ ଜୀବନ ଜୀଇବା କେତେବେଳେ? ଜୀବନ ଜୀଇବା କ'ଣ ସେତେବେଳେ ଯେତେବେଳେ ବୟସର ଅପରାହ୍ନରେ ଆମେ କୌଣସି ମଠ ମନ୍ଦିରକୁ ଯାଇ ଭଜନ କୀର୍ତ୍ତନ କରିବା, ସେଇଟାକୁ ଜୀବନ କୁହାଯାଏ? ନାଇଁ ଆଜ୍ଞା। ଯାହା ପାଇଁ ପରିଶ୍ରମ କରୁଛନ୍ତି ତା ପାଇଁ କିଛି ରଖି ନିଜ ପାଇଁ ମଧ୍ୟ ବେଳେବେଳେ ବିନିଯୋଗ କରିବାର ଆବଶ୍ୟକତା ଅଛି। ଯେ କ'ଣ ଅଛି ଏ ଦୁନିଆରେ, ଆଜି ମଲେ କାଲିକି 2 ଦିନ, କିନ୍ତୁ ଭବିଷ୍ୟତ ପାଇଁ ଯେତିକି ଚିନ୍ତା କରୁଛନ୍ତି ତାଠାରୁ ବେଶୀ ବର୍ତ୍ତମାନ ପାଇଁ ଚିନ୍ତା କରିବାର ଆବଶ୍ୟକତା ଅଛି। ଆଉ କେତେବେଳେ ବଞ୍ଚିବା, ଆଉ କେବେ ଜୀଇବା ଶିଖିବା, ଏ ପ୍ରଶ୍ନ ମନକୁ ପଚାରିବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।